ମୋ ନାଁ ସରିତା ନାୟକ। ମୁଁ BSc ସରକାରୀ ଉच्च ବିଦ୍ୟାଳୟରେ ପଢୁଥିଲି। ମୁଁ 600 ରୁ 573 ଅର୍ଥାତ୍ 95.5% ରଖି ମୁଁ ଆମ ଭଦ୍ରକ ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରିଛି। ପ୍ରଥମତଃ ମୁଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି, ଯେହେତୁ ଏଇଟା ଗୋଟେ ବହୁତ ବଡ କଥା କି ମୁଁ ମଫସଲ ଗାଁରୁ ବି ହେଇକି ମୁଁ ଭଦ୍ରକରେ ଅର୍ଥାତ୍ ଗୋଟେ ସମଗ୍ର ଜିଲ୍ଲାରେ ମୁଁ ପ୍ରଥମ ସ୍ଥାନ ପାଇଛି। ଆମ ଘରକୁ ସବୁ ଆସୁଛନ୍ତି, ସ୍ୱାଗତ ଅଭିନନ୍ଦନ ଜଣାଉଛନ୍ତି। ମୁଁ ତାଙ୍କୁ ବହୁତ ଧନ୍ୟବାଦ ଦେବି। ଯାହା ହଉ ଆସିକି ତ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି, ଗରିବ ଲୋକଙ୍କ ମନ ବି ବୁଝୁଛନ୍ତି। ଧନ୍ୟବାଦ ସମସ୍ତଙ୍କୁ। ଗତ 3 ଦିନ ହେଲାଣି ବହୁତ ମାନେ ଟିଚର୍ସ ଆଉ ବିଭିନ୍ନ ପ୍ରକାର ମାନ୍ୟଗଣ୍ୟ ବ୍ୟକ୍ତି ବିଭିନ୍ନ ସୁଅ ଛୁଟୁଛି, ମାନେ ତାଙ୍କର ମାନେ ଶୁଭେଚ୍ଛାର। ଆଜି ମଧ୍ୟ ଆମ ଘରକୁ କଂଗ୍ରେସର ଯୁବନେତା ସତ୍ୟେନ୍ଦ୍ର ସାର୍ ଆସୁଛନ୍ତି, ଆଉ ଏତେ ଶୁଭେଚ୍ଛା ପାଇଁ ଭଲ ଲାଗୁଛି। ଆଉ ସେମାନେ ଯେଉଁମାନେ ସବୁ ଶୁଭେଚ୍ଛା ଦେଉଛନ୍ତି ସେମାନଙ୍କୁ ମୋ ତରଫରୁ ଧନ୍ୟବାଦ ଜଣାଇବି। ଦେଖନ୍ତୁ, ଆମ ଚାନ୍ଦବାଲି ଅଞ୍ଚଳର 2ଟି ପିଲା ପ୍ରଥମ ଆଉ ଦ୍ୱିତୀୟ ହେଇଛନ୍ତି, ଜିଲ୍ଲାରେ ହେଇଛନ୍ତି। ଆଉ ତେଣୁ କରିକି ଆମର ମୁଁ ସକାଳେ ଭେଟିଥିଲି, ଗର୍ବ ଭଦ୍ରକ ଜିଲ୍ଲାର ଗର୍ବ, ଚାନ୍ଦବାଲିର ଭବିଷ୍ୟତ। ଏମାନେ ଚାନ୍ଦବାଲିକି କେମିତି ଗଢ଼ି ତୋଳିବେ ଆଗକୁ। ସେ ବର୍ତ୍ତମାନ +2 କରିବେ, +2 କରିକି ସେ ଆକାଶରେ କୋଚିଂ ନେଇପାରନ୍ତି, କେଉଁଠି ତାର କୋଚିଂ ନେବ। ଆଉ ମୋର ଗୋଟେ ସାନ ଭାଇଟାଏ ହେବ, ପୁତୁରା ହେଇପାରେ। ତେଣୁ କରିକି ଚାନ୍ଦବାଲିର ଏମାନେ ବାସ୍ନା ଖୁସବୁ, କାରଣ ସେ ଯେଉଁ ବର୍ତ୍ତମାନ ଚାନ୍ଦବାଲିର ଗରିବ ଲୋକଙ୍କର ସେବା କରିବା ପାଇଁ ଯେଉଁ ମନୋବୃତ୍ତି ମନ ବଳେଇଛନ୍ତି, ଭବିଷ୍ୟତରେ ଡକ୍ଟର ହେଇକି ଲୋକଙ୍କ ଗରିବ ଲୋକଙ୍କର ସେବା କରିବା ପାଇଁ ମୁଁ ମା ଧାମୁରେଇ ବାବା ଆଖଣ୍ଡଳମଣି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି। ତାଙ୍କ ସପରିବାର ଯେମିତି ପୁଅକୁ ଆଜି ଭଦ୍ରକ ଜିଲ୍ଲାର 2ୟ ସ୍ଥାନ ରଖିଛନ୍ତି, ସାରା ଓଡ଼ିଶାରେ କେମିତି ନିଟ୍ରେ କେମିତି ସେ ଭବିଷ୍ୟତରେ ଭଲ କରିପାରିବ। 2 ବର୍ଷ ପରେ ପୁଣି ଆମେ ତା ସାଙ୍ଗରେ ଭେଟ ହେବୁ। ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି ସେ ଆଗକୁ ବଢ଼ୁ। ଝିଅର ସଫଳତାର ନେଇକି କିନ୍ତୁ ଖୁସି ଲାଗୁଛି ଯେତିକି, ମତେ ବି ଦୁଃଖ ଲାଗେ ସେତିକି। କାହିଁକିନା ସିଏ ଯୋଉ ସ୍ତରକୁ ଯାଇଛି, ମୋର ସମ୍ବଳ ନାହିଁ ମୁଁ ତାକୁ ଏତେ ବାଟ ନେଲା ଭଳିଆ। ଯଦି କୋଉ ସୁହୃଦ ବ୍ୟକ୍ତି ଯଦି ହାତ ବଢାନ୍ତି, ନିଶ୍ଚିତ ମୋ ଝିଅ ଆଗକୁ ଯିବ। ଝିଅ ତ ଡକ୍ଟର ହବା ପାଇଁ ତାର ଇଚ୍ଛା, ତା ଇଚ୍ଛାକୁ ମୁଁ ସଫଳ କରିପାରିବି ତ ନାହିଁ। କାହିଁକିନା ମୋର 2021 ଠାରୁ ପାରାଲିସିସ୍ ହେଇଯାଇଛି। ତଥାପି ମୋ ଝିଅ ମୋ ସେବା ବି କରିକି ଯିଏ ପାଠ ପଢୁଛି, ସମୟ ଦଉଛି। ସତ୍ୟାନନ୍ଦ ରାଉତ ଆସିଥିଲେ, ଯାହା ହଉ ସେ ସହଯୋଗର ହାତ ବି ବଢେଇଛନ୍ତି, ସେଥିପାଇଁ ବି ମୁଁ ଖୁସି। ସତ୍ୟାନନ୍ଦ ବାବୁକୁ ଅଶେଷ ଅଶେଷ ଧନ୍ୟବାଦ ଦଉଛି। ପିଲାର ପାଠ ପଢିବା ପାଇଁ ସେ ମତେ ବି ବହୁତ ଆଶ୍ୱାସନା ଦେଇଛନ୍ତି, ଭାଇ ତମେ ବ୍ୟସ୍ତ ହୁଅନି, ମୁଁ ଯାହା ସହଯୋଗ ଯେତେବେଳେ ମତେ ମାଗିବ ମୁଁ କରିବି।